ନମସ୍କାର। ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଭିଡ଼ିଓଟି। ଶ୍ରୀମନ୍ଦିରରେ ବା ଓଡ଼ିଶାରେ ମାଘ ମାସରେ ପାଳିତ ପର୍ବପର୍ବାଣି ବିଷୟରେ ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ମହାପ୍ରଭୁଙ୍କ ପଦ୍ମବେଶ। ମାଘ ଅମାବାସ୍ୟା ପରେ ବସନ୍ତ ପଞ୍ଚମୀ ପୂର୍ବରୁ ପଡ଼ୁଥିବା ବୁଧବାର ବା ଶନିବାର ଦିନ ଏହି ବେଶ କରାଯାଇଥାଏ। ବସନ୍ତ ପଞ୍ଚମୀ। ମାଘ ଶୁକ୍ଳ ପଞ୍ଚମୀ ବା ଶ୍ରୀ ପଞ୍ଚମୀ। ସରସ୍ୱତୀ ମନ୍ଦିରରେ ପାଞ୍ଜି ପୂଜା କରାଯାଏ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି ହୋଇଥାଏ। ସେହିଦିନ ରଥ କାଠ ଅନୁକୂଳ ହୋଇଥାଏ। ପୌରାଣିକ ମତରେ ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର ପୁଷ୍ପ ଆଭରଣ ମଣ୍ଡିତ ପୂର୍ବକ ଫଗୁ ବା ବାଚେରୀ ଖେଳୁଥିବାର ସ୍ମୃତି ସ୍ୱରୂପ ବସନ୍ତ ପଞ୍ଚମୀ ପାଳିତ ହୋଇଥାଏ। ବସନ୍ତ ପଞ୍ଚମୀ ପରେ ମାଘ ସପ୍ତମୀ ପାଳନ କରାଯାଇଥାଏ। ଭୌମ ଏକାଦଶୀ ବା ମାଘ ଶୁକ୍ଳ ଏକାଦଶୀ, ଯାହାକି ବଡ଼ ଏକାଦଶୀ ନାମରେ ପାଳିତ ହୋଇଥାଏ। ଏହାପରେ ମାଘ ପୂର୍ଣ୍ଣିମା ବା ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା ପଡ଼ିଥାଏ। ଶ୍ରୀ ଜଗନ୍ନାଥଙ୍କ ଗଜ ଉଦ୍ଧାରଣ ବେଶ ହୋଇଥାଏ। 2026 ଜାନୁଆରୀ 21 ତାରିଖ ବୁଧବାର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଦ୍ମବେଶ। 2026 ଜାନୁଆରୀ 23 ତାରିଖ ଶୁକ୍ରବାର ଶ୍ରୀ ପଞ୍ଚମୀ ବା ବସନ୍ତ ପଞ୍ଚମୀ। ସରସ୍ୱତୀ ପୂଜା ଓ ରଥକାଠ ଅନୁକୂଳ। 2026 ଜାନୁଆରୀ 25 ତାରିଖ ରବିବାର ମାଘ ସପ୍ତମୀ। 2026 ଜାନୁଆରୀ 29 ତାରିଖ ଗୁରୁବାର ଭୌମ ଏକାଦଶୀ, ମାଘ ଶୁକ୍ଳ ଏକାଦଶୀ ବା ବଡ଼ ଏକାଦଶୀ। 2026 ଫେବୃଆରୀ 1 ତାରିଖ ମାଘ ପୂର୍ଣ୍ଣିମା, ଅଗ୍ନ୍ୟୁତ୍ସବ ବା ଅଗିଜଳା ପାଳନ କରାଯିବ। ଏଠାରେ ପ୍ରଦାନ କରାଯାଇଥିବା ସୂଚନା କେବଳ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ। କୌଣସି ସୂଚନା କିମ୍ବା ସୂଚନା ଉପରେ କାର୍ଯ୍ୟ କରିବା ପୂର୍ବରୁ ଜଣେ ପ୍ରାସଙ୍ଗିକ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। ଆଜି ପାଇଁ ଭିଡ଼ିଓଟି ଏତିକି। ପୁଣି ଦେଖାହବ ଆଉ ଏକ ସୁନ୍ଦର ଭିଡ଼ିଓରେ। ଥ୍ୟାଙ୍କ୍ସ ଫର୍ ୱାଚିଂ।